ଦେଖନ୍ତୁ ପାନ କାର୍ଡ ପାଇଁ ନୂଆ ନିୟମ ସରକାର ନିୟମ ପରିବର୍ତ୍ତନ କରିଛନ୍ତି। ଏହି ପରିସ୍ଥିତିରେ ଆପଣଙ୍କୁ ଦେବାକୁ ପଡ଼ିବ 10,000 ଟଙ୍କା ଜରିମାନା। ଦେଖନ୍ତୁ ଯଦି ଆଜିକା ଡେଟ୍ରେ ଆପଣଙ୍କ ପାଖରେ ପାନ କାର୍ଡ ରହିଛି ତାହେଲେ ଆପଣମାନେ ଏଇ ଭୁଲ ଯଦି କରୁଛନ୍ତି ତାହେଲେ ସରକାର ଆପଣଙ୍କ ପାଖରୁ 10,000 ଟଙ୍କା ଜରିମାନା ଆଦାୟ କରିବେ। ତ ଏହାର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଯଦି ଆପଣଙ୍କ ଘରେ କେହି ଯଦି ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆପଣ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଗୁଡ଼ିକକୁ ନିଷ୍କ୍ରିୟ କରିବାକୁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓ ଆପଣମାନଙ୍କ ପାଇଁ ବହୁତ ଉପଯୋଗୀ ଅଟେ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି ଯେ ପାନ କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସକୁ ନିଷ୍କ୍ରିୟ କରିବାର ପ୍ରକ୍ରିୟା ବିଷୟରେ। ତ ଆସନ୍ତୁ ଏହାର ଡିଟେଲ୍ସ ଉପରେ ନଜର ପକାଇବା। ଦେଖନ୍ତୁ, ପରିବାରର ସଦସ୍ୟଙ୍କ ମୃତ୍ୟୁ ପରେ ଭାବପ୍ରବଣ ପରିସ୍ଥିତିକୁ ସମ୍ଭାଳିବା ଯେତେ କଷ୍ଟକର, ସେମାନଙ୍କର ସରକାରୀ ଡକ୍ୟୁମେଣ୍ଟ ଏବଂ ପରିଚୟ ପତ୍ର ଯେପରିକି ପାନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଇତ୍ୟାଦିକୁ ସଠିକ୍ ଭାବରେ ପରିଚାଳନା କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଯେତେବେଳେ କୌଣସି ପରିବାରର ସଦସ୍ୟଙ୍କର ମୃତ୍ୟୁ ହୋଇଯାଏ, ଆପଣମାନେ ଦୁଃଖରେ ଭାଙ୍ଗି ଯାଆନ୍ତି, କିନ୍ତୁ ଦୁଃଖରେ ଭାଙ୍ଗିବା ସହିତ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଡ ଗୁଡ଼ିକକୁ ଆପଣମାନେ ନିଷ୍କ୍ରିୟ କରିବା ନିହାତି ଦରକାର। ଯଦି ଆପଣମାନେ ଏହି କାର୍ଡ ଗୁଡ଼ିକକୁ ନିଷ୍କ୍ରିୟ କରିବେ ନାହିଁ ତାହେଲେ ଆପଣମାନେ ହିଁ ଏହା ପାଇଁ ଦାୟୀ ରହିବେ। ଏହି କାର୍ଡ ଗୁଡ଼ିକ ଜରିଆରେ ଯଦି କୌଣସି ସ୍କାମ୍ ହୁଏ ତାହେଲେ ଆପଣମାନେ ହିଁ ଦାୟୀ ହେବେ। ଆପଣମାନେ ଏହା ପାଇଁ ମଧ୍ୟ ଜରିମାନା ମୋଟା ଆକାରରେ ଦେବେ। ତ ସେଥିପାଇଁ ଆପଣମାନଙ୍କର ଦାୟିତ୍ୱ ମଧ୍ୟ ରହିଛି ଏହି କାର୍ଡ ଗୁଡ଼ିକକୁ ଆପଣମାନେ ନିଷ୍କ୍ରିୟ କରିବାର। ଦେଖନ୍ତୁ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାନ କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସକୁ କିପରି ନିଷ୍କ୍ରିୟ କରିବେ, ସେଇଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଦେଖନ୍ତୁ, ଏହାର ପ୍ରକ୍ରିୟା ବହୁତ ସରଳ ରହିଛି। ଯଦି ଆପଣଙ୍କ ପରିବାରରେ କେହି ମୃତ୍ୟୁବରଣ କରିଛନ୍ତି ଏବଂ ଆପଣ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଗୁଡ଼ିକକୁ ନିଷ୍କ୍ରିୟ କରିବାକୁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓ ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ପାନ କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସକୁ ନିଷ୍କ୍ରିୟ କରିବାର ପ୍ରକ୍ରିୟା ବିଷୟରେ ଆସନ୍ତୁ ଡିଟେଲ୍ସ ଜାଣିବା। ପ୍ରାୟତଃ ଆଇନଗତ ଉତ୍ତରାଧିକାରୀମାନେ ଏହି ଡକ୍ୟୁମେଣ୍ଟ ଗୁଡ଼ିକକୁ ରଖିବା, ଦାଖଲ କରିବା କିମ୍ବା ନଷ୍ଟ କରିବା ବିଷୟରେ ଅନିଶ୍ଚିତ ଥାନ୍ତି। ଯଦିଓ ଏହି ଡକ୍ୟୁମେଣ୍ଟ ଗୁଡ଼ିକ ବିଷୟରେ କୌଣସି ସମାନ ନିୟମ ନାହିଁ, ତଥାପି ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ଡକ୍ୟୁମେଣ୍ଟ ଗୁଡ଼ିକକୁ ଠକେଇ, ଜାଲିଆତି କିମ୍ବା ବେଆଇନ କାରବାର ପାଇଁ ଅପବ୍ୟବହାର କରାଯାଇପାରିବ। ତେଣୁ ସେଗୁଡ଼ିକକୁ ସଠିକ୍ ଭାବରେ ପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାନ କାର୍ଡ ବିଷୟରେ କହିବାକୁ ଗଲେ ଆୟକର ଦାଖଲ କରିବା, ବ୍ୟାଙ୍କ ଏବଂ ଡିମାଣ୍ଡ ଆକାଉଣ୍ଟ ଖୋଲିବା ଏବଂ ବିଭିନ୍ନ ଆର୍ଥିକ କାରବାର କରିବା ପାଇଁ ଏକ ପାନ କାର୍ଡ ଆବଶ୍ୟକ। ତେଣୁ ଆପଣ ପାନ ସହିତ ଜଡ଼ିତ ସମସ୍ତ ଆକାଉଣ୍ଟ ଏବଂ କାରବାର ସମାପ୍ତ ନ ହେବା ପର୍ଯ୍ୟନ୍ତ ଆପଣଙ୍କ ପାନ କାର୍ଡ ଆପଣଙ୍କ ପାଖରେ ରଖନ୍ତୁ। ଯଦି ଆପଣଙ୍କୁ ଆପଣମାନଙ୍କର ITR ଫାଇଲ୍ କରିବାକୁ ପଡ଼ିବ, ତେବେ ITR ପ୍ରକ୍ରିୟା ସମାପ୍ତ ନ ହେବା ପର୍ଯ୍ୟନ୍ତ ଆପଣଙ୍କର ପାନ କାର୍ଡକୁ ସୁରକ୍ଷିତ ରଖନ୍ତୁ। ଆୟକର ବିଭାଗ 4 ବର୍ଷ ପର୍ଯ୍ୟନ୍ତ ପୁରୁଣା ମାମଲା ଗୁଡ଼ିକକୁ ପୁଣି ଖୋଲିପାରିବ, ଅର୍ଥାତ୍ ବର୍ତ୍ତମାନର ମୂଲ୍ୟାୟନ ବର୍ଷ ସମେତ। ସମସ୍ତ ଆକାଉଣ୍ଟ ବନ୍ଦ ହୋଇଗଲେ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସମାପ୍ତ ହେବା ପରେ ଆପଣ ମୃତ ବ୍ୟକ୍ତିଙ୍କ ପାନ କାର୍ଡକୁ ଆୟକର ବିଭାଗକୁ ସମର୍ପଣ କରିପାରିବେ। ଆସନ୍ତୁ ଜାଣିବା, ମୃତ ବ୍ୟକ୍ତିଙ୍କର ପାନ କାର୍ଡକୁ ଆପଣ କିପରି ସମର୍ପଣ କରିବେ। ସମ୍ପୃକ୍ତ ମୂଲ୍ୟାଙ୍କନ ଅଧିକାରୀ AUକୁ ଏକ ଆବେଦନ ଲେଖନ୍ତୁ। ଆବେଦନ ପତ୍ରରେ ମୃତ ବ୍ୟକ୍ତିଙ୍କ ନାମ, ପାନ, ଜନ୍ମ ତାରିଖ ଏବଂ ମୃତ୍ୟୁ ପ୍ରମାଣପତ୍ରର ଏକ କପି ସଂଲଗ୍ନ କରନ୍ତୁ। ମୃତ ବ୍ୟକ୍ତିଙ୍କ ଭୋଟର ପରିଚୟ ପତ୍ର
ବାତିଲ କରିବା ପାଇଁ ଆପଣମାନଙ୍କୁ 1960 ମସିହାର ନିର୍ବାଚନ ପଞ୍ଜୀକରଣ ନିୟମ ଅନୁଯାୟୀ ଫର୍ମ 7 ପୂରଣ କରିବାକୁ ପଡ଼ିବ। ଏହା କରିବା ପାଇଁ ନିକଟସ୍ଥ ନିର୍ବାଚନ କାର୍ଯ୍ୟାଳୟକୁ ଯାଆନ୍ତୁ, ଫର୍ମ 7 ଦାଖଲ କରନ୍ତୁ ଏବଂ ମୃତ୍ୟୁ ପ୍ରମାଣପତ୍ରର ଏକ କପି ସଂଲଗ୍ନ କରନ୍ତୁ। ପ୍ରକ୍ରିୟା ସମାପ୍ତ ହେବା ପରେ ଭୋଟର ତାଲିକାରୁ ନାମ ବାଦ ଦିଆଯିବ। ପାସପୋର୍ଟ ବିଷୟରେ କହିବାକୁ ଗଲେ, ମୃତ୍ୟୁ ପରେ ପାସପୋର୍ଟକୁ ବାଧ୍ୟତାମୂଳକ ଭାବରେ ସମର୍ପଣ କିମ୍ବା ବାତିଲ କରାଯିବାର କୌଣସି ନିୟମ ନାହିଁ। ମିଆଦ ଶେଷ ହେବା ପରେ ପାସପୋର୍ଟ ସ୍ୱୟଂଚାଳିତ ଭାବରେ ଅବୈଧ ହୋଇଯାଏ। ତାପରେ ଆସନ୍ତୁ ଜାଣିବା ମୃତ ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସକୁ କେମିତି ଆପଣ ବାତିଲ କରିବେ। ଡ୍ରାଇଭିଂ ଲାଇସେନ୍ସ ବାତିଲ କିମ୍ବା ଆତ୍ମସମର୍ପଣ କରିବା ପାଇଁ କୌଣସି କେନ୍ଦ୍ରୀୟ ବ୍ୟବସ୍ଥା ନାହିଁ। ପ୍ରତ୍ୟେକ ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ପାଇଁ ନିଜସ୍ୱ ପ୍ରକ୍ରିୟା ଅଛି। ତେଣୁ ସଠିକ ସୂଚନା ପାଇଁ ସମ୍ପୃକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସହିତ ଯୋଗାଯୋଗ କରନ୍ତୁ। ଯଦି ମୃତ ବ୍ୟକ୍ତିଙ୍କ ନାମରେ ଗାଡ଼ି ପଞ୍ଜୀକୃତ ହୋଇଛି, ତେବେ ସ୍ଥାନାନ୍ତର ପ୍ରକ୍ରିୟା ସେହି ଆରଟିଓରୁ ମଧ୍ୟ ପଚରା ଉଚରା କରାଯାଇପାରିବ।